ବାଲେଶ୍ୱରରେ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ସମ୍ମିଳନୀ ଯୋଗଦେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ବାଲେଶ୍ୱର ସହରର ମାହେଶ୍ୱରୀ ମଣ୍ଡପଠାରେ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ତୃତୀୟ ତ୍ରୟବାର୍ଷିକ ରାଜ୍ୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ପୃଥ୍ୱୀରାଜ ପଣ୍ଡା, ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ସଭାପତି ବାଦଲ ମହାରଣା, ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ଗଡ଼ନାୟକ, ଭାରତୀୟ ମଜଦୁର ସଂଘର ଉପସଭାପତି ସୁମିତ୍ରା ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ଗଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଆଶାକର୍ମୀ ଜିଲ୍ଲା ସମ୍ପାଦିକା ଜାନକୀ ରାଉଳ ସଭାକୁ ସଂଯୋଜନା କରିଥିଲେ। ଏହି ସମ୍ମିଳନୀରେ ଆଶାକର୍ମୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତିନିଧି ଦଳ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଆମର ଯେଉଁ ମହିଳା କମିଶନର ଅଧ୍ୟକ୍ଷା ସେ ଆମ ଅଞ୍ଚଳର ଲୋକ, ସେ ଆସିକି ଆମ ଗଣରେ ଆଜି ମୁଖ୍ୟ ଅତିଥି ଭାବରେ ଅଛନ୍ତି। ତାକୁ ଗୋଟେ ସେ ଏଭଳିଆ ଜୋରଦାର ଆମର ଇଏ ରହିବା ଦରକାର। ସେ ଏଠି ଯାଇକି ଭୁବନେଶ୍ୱର ଆପଣଙ୍କ ପାଇଁ ଲଢ଼େଇ କରିବେ। ଧନ୍ୟବାଦ। ଆଜି ରାଜ୍ୟ ଅଧିବେଶନ ବାଲେଶ୍ୱରରେ ଅନୁଷ୍ଠିତ ହେବା ପାଇଁ ଯାଉଛି। ये आजिका कार्यक्रम में आमर उद्घाटक तथा बालेश्वर आम समस्त अति प्रिय दीर्घ दिन धरिकी आम समस्ते सहित काम करूँ।